ବୋଉ ଫାଉଣ୍ଡେସନର ଫାଉଣ୍ଡର। ବୋଉ ଫାଉଣ୍ଡେସନ ପ୍ରଥମେ ମୋ ବୋଉ ମୋ ଗାଁଟାକୁ 2025 ଜାନୁଆରୀ 2ରେ ଓଡ଼ିଶାରେ ସ୍କ୍ରିନିଂ କରିଥିଲା। ଠିକ୍ ଜାତୀୟ ପୁରସ୍କାର ପ୍ରାପ୍ତ ଘୋଷଣା ହେଲା ପରେ ପରେ ଆମେ ନିର୍ଦ୍ଦେଶକ ଶ୍ରୀ ସୁଭାଷ ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲା ବୋଉ ଫାଉଣ୍ଡେସନ। ଓଡ଼ିଆ ମାଟିର ବାସ୍ନା, ଓଡ଼ିଆ ଭାଷାର ବିଭବ ଭାବରେ ଭର୍ତ୍ତି ଯେଉଁ ମୋ ବୋଉ ମୋ ଗାଁ ଚଳଚ୍ଚିତ୍ରଟି ପାଇଁ ବୋଉ ଫାଉଣ୍ଡେସନ ଓଡ଼ିଶାରେ ତାକୁ ସ୍କ୍ରିନିଂ କରିଥିଲା ଜାନୁଆରୀ 2 ବୋଉ ଦିବସ ଦିନ। ଆର ବିଶେଷତ୍ୱ ହେଉଛି ଯେ ଜଣେ ମାର ପୁଅ, ମାଟିର ପୁଅ 20 ବର୍ଷ ତଳେ ଚିନ୍ତା କରିଥିଲେ ଯେ ମୋ ମା, ମୋ ଗାଁ, ମୋ ବୋଉକୁ ନେଇ ଗୋଟେ ଚଳଚ୍ଚିତ୍ର କରିବି, ପ୍ରାମାଣିକ ଚିତ୍ର। ସେ ଯେଉଁ 20 ବର୍ଷ ତଳର ଚିନ୍ତାଧାରା 20 ବର୍ଷ ପରେ ତାଙ୍କ ମାଙ୍କ ଯିବା ପରେ ସେଟା ଗୋଟେ ଫିଲ୍ମ ଭାବରେ ସେଟା ରିଲିଜ୍ କରିଥିଲେ ସେମାନେ। ତାର କୃତିତ୍ୱ ନୁହେଁ, ଆମ ଓଡ଼ିଶାର ଓଡ଼ିଆ ପାଇଁ କୃତିତ୍ୱ, ଓଡ଼ିଶାର ପାଇଁ କୃତିତ୍ୱ। ସେଥିପାଇଁ ତାଙ୍କୁ ଆମେ ବଧେଇ ଦେଉଛୁ, ତାଙ୍କୁ ସମ୍ବୋଧିତ କରିଥିଲୁ। ବର୍ତ୍ତମାନ ତାଙ୍କ ମୋ ପାଖରେ ଅଛନ୍ତି ତାଙ୍କ ବଡ଼ ଭାଇ। ସେ ତାଙ୍କ ଭାଇଙ୍କ ବିଷୟରେ କିଛି କହିବେ, ସେ ଫିଲ୍ମ ବିଷୟରେ କିଛି କହିବେ, ତାଙ୍କ ବୋଉଙ୍କ ବିଷୟରେ କିଛି କହିବେ। ମୁଁ ମୁଁ ଅମୂଲ୍ୟ କୁମାର ସାହୁ, ମୁଁ ସୁଭାଷର ବଡ଼ ଭାଇ, ଯେ ନ୍ୟାସନାଲ୍ ଆୱାର୍ଡ଼ ପାଇଛନ୍ତି ମୋ ଗାଁ ମୋ ବୋଉ ପାଇଁ। ଏଇଟା ହେଉଛି ତା ଥାର୍ଡ଼ ନ୍ୟାସନାଲ୍ ଆୱାର୍ଡ଼। ସେ ଆଗରୁ ଆପଣଙ୍କର ବଲିଉଡ଼ ପାଇଁ ଆପଣଙ୍କର ଓମକାରା ଆଉ କମିନେ ପାଇଁ 2 ଥର ନ୍ୟାସନାଲ୍ ଆୱାର୍ଡ଼ ପାଇଛି, ଆଇଫା ଆୱାର୍ଡ଼ ପାଇଛି। ଆପଣଙ୍କର ସେ ଓସ୍କାରରେ ବି ଗୁଡ଼ାଏ ବହୁତ ଥର ଜୁରି ବି ହେଇଛି। ଆମେ ଯାହା ହଉ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ, ମୋ ବୋଉ ମୋ ଗାଁ ପିକ୍ଚରଟି ଆଜି ନ୍ୟାସନାଲ୍ ଆୱାର୍ଡ଼ ପାଇଛି। ସେ 20 ବର୍ଷ ତଳୁ ଏଟାକୁ ଭାବିଥିଲା। ପ୍ରତ୍ୟେକ ବର୍ଷ ସେ ଥରେ 2 ଥର ଗାଁକୁ ଯାଏ। ସେ ପ୍ରତ୍ୟେକ ଇଏ ଗୁଡ଼ାକୁ ସିନ୍ ଗୁଡ଼ାକୁ ସେଇଠି ଆପଣଙ୍କର ସେ ସବୁବେଳେ ଭାବିକି ସେଗୁଡ଼ା ସବୁ ଉଠେଇକି ରଖେ। ସେଟା ମାନେ ମୋ ବୋଉର ଦେହ ଖରାପ ହେଲା ବେଳକୁ ବି ତାର ବି ସେ ଆପଣଙ୍କ ଭିଜୁଆଲ୍ ଗୁଡ଼ା ବି ସବୁ ରଖିଥିଲା। ତାପରେ ବୋଉ ଗଲା ପରେ ସେଇଟାକୁ ଏବେ ଯାହା ହଉ ଭଗବାନଙ୍କ ଦୟାରୁ ରେଗୁଲାରାଇଜ୍ ହେଇଗଲା। ହେଲା ପରେ ପିକ୍ଚରଟା ଆଉ ଆମର ଏଇ ଯେଉଁ ବାବୁ କହିଲେ ସିଏ ବୋଉ ଫାଉଣ୍ଡେସନର ଇଏ ହେଲେ ମେନ୍ କ୍ରିଏଟର। ଆଉ ସିଏ ଏଇଟାକୁ ଏଠି କରେଇଥିଲେ ପ୍ରଥମ ଆମର ଏଇ ଭବନରେ। ସେ ଯେଉଁ ଆପଣଙ୍କର ସେଟାକୁ ବୋଉ ଦିବସ ପାଇଁ ସେଦିନ ପ୍ରେସ୍ ମିଟ୍ଟା କରେଇଥିଲେ। ତାପରେ ଯାହା ହଉ ଭଗବାନ ଦୟାରୁ ତ ନ୍ୟାସନାଲ୍ ଆୱାର୍ଡ଼ ପାଇଗଲା। ଆଉ ମୋ ବୋଉ ସେ କ'ଣ କରେ, ସେ ଯେତେ ଗାଁର ଝିଅ ବାହା ହୁଅନ୍ତି ତା ପୂର୍ବରୁ ଯେତେ ଆପଣଙ୍କର କେମିତି କାନ୍ଦିବ, କ'ଣ ସବୁ ସିଲେଇ କରନ୍ତି, କେଉଁ ଟାଇପ୍ର ଆପଣଙ୍କର ତା ପୂର୍ବରୁ ରୁମାଲ ଫଟୋ, ସେ ଆଗର ଯେଉଁ ଟ୍ରାଡ଼ିସନ୍ ଥିଲା ସେଇ ସମୟରେ ସବୁ ଲୋକମାନେ ଶିଖନ୍ତି। ଖାଇବା ପରେ ଗାଁରେ ଯେତେ ଝିଅ ମୋ ବୋଉ ପାଖରେ ଆସିକି ରୁଣ୍ଡ ହୁଅନ୍ତି, ସେ କିଏ ଚଟ, କିଏ ବିଞ୍ଚଣା, କିଏ ଆପଣଙ୍କର ରୁମାଲ, କିଏ ଆପଣଙ୍କର ଫଟୋ, କିଏ ଚାନ୍ଦଣା, ଏଇ ଟାଇପ୍ର ସବୁ ଶିଖନ୍ତି। ମାନେ ବର୍ଷ ବର୍ଷ ଧରି ମୋ ବୋଉ 96ରେ ଏକ୍ସପାୟାର କଲେ, କିନ୍ତୁ ତା ପୂର୍ବରୁ ସେ 95% ସେ ବୟସ ପର୍ଯ୍ୟନ୍ତ ବହୁତ ସୁସ୍ଥ ଥିଲା। ତା ପୂର୍ବରୁ ସେ ସବୁ ଝିଅ ସମସ୍ତଙ୍କୁ ସେ ଶିଖେଇଛି। ହଁ, ସବୁ ଗାଁରେ କେମିତି ବାହାଘର ହୁଏ, କେମିତି ଆପଣଙ୍କର ନା ନା, ଆଠାରୁ ଆଉ ବଡ଼ ଜିନିଷ କିଛି ନଥିବ କି ଆମେ ଓଡ଼ିଆ କଳା ସଂସ୍କୃତିକୁ ନେଇ ଗୋଟେ ଫିଲ୍ମ ଆମେ ବନେଇବା, ତାପରେ ଆମର ମହାମହିମ ରାଷ୍ଟ୍ରପତି ଯେ କି ଓଡ଼ିଆ, ତାଙ୍କ ହାତରୁ ଗୋଟେ ମିଳିବା, ମତେ ମାନେ ଏଇଟା ଗୋଟେ ଗୋଟେ ସ୍ୱପ୍ନଟା ଗୋଟେ ସତ ହେଲା ଭଳିଆ କଥା। ଯାହା ହଉ ମତେ ଭଲ ଲାଗିଲା କି ଯେଉଁ 18 ବର୍ଷ 20 ବର୍ଷର ସ୍ୱପ୍ନ ଗୋଟେ ଫିଲ୍ମ ବନେଇବା, ଏତେ ଦିନ ପର୍ଯ୍ୟନ୍ତ ସେଇ ପାସନ ସହିତ ରଖିବା, କୋଉଠି ହାର ନ ମାନିକି ଏଇଟା କମ୍ପ୍ଲିସନ୍ କରେଇବା। ଆଣ୍ଡ ପାର୍ଲାଲି ଆମର ଦ୍ରୌପଦୀ ମୁର୍ମୁ ମହାମହିମ ଠାରୁ, ରାଷ୍ଟ୍ରପତିଙ୍କ ଠାରୁ ଆମକୁ ସେଟା ମିଳିବା, ଏଟା ବଡ଼ ଭାଗ୍ୟର କଥା। ଆଣ୍ଡ ବହୁତ ଖୁସି କି ଆମର ଟ୍ରାଡ଼ିସନ୍ କଲଚରକୁ ନେଇକି ଯେଉଁ ଫିଲ୍ମ ବନିଛି ସେଟା ନ୍ୟାସନାଲ୍, ଏଇଟା କ'ଣ ଜାତୀୟ ସ୍ତରରେ ମିଳିଛି ନନ୍ ଫିଚରରେ, ଜାତୀୟ ସ୍ତରରେ ମିଳିବା ଡେଫିନେଟଲି କୋଉଠି ନା କୋଉଠି ଆମ କଳା ସଂସ୍କୃତିଟା ଆମର ଦେଶ ବିଦେଶରେ ଏଇଟା କୋଉଠି ନା କୋଉଠି ଗୋଟେ ଲୋକମାନେ ଜାଣୁଛନ୍ତି ଏଇ ଜରିଆରେ। ଆଣ୍ଡ ମତେ ଲାଗୁଛି ଆଠାରୁ ଆଉ ଭଲ କିଛି କଥା କିଛି ମଣିଷ ସ୍ୱପ୍ନ ନ ଦେଖିଥାଏ ବିଙ୍ଗ ଏ ମେକର। ଦେଖନ୍ତୁ ଜର୍ଣ୍ଣିଟା ତ ବହୁତ ଡିଫିକଲ୍ଟ ଥିଲା, କାରଣ এটা ବହୁତ ବଡ଼ ଷ୍ଟୋରି ଗୋଟେ। କ'ଣ ହେଇଛି, ଯେତେବେଳେ ଆପଣ ଗୋଟେ ଫିଲ୍ମଟା ବନେଇବେ ସେତେବେଳେ କୋଉଠି ନା କୋଉଠି ନନ୍ ଫିକ୍ସନ୍ ହଉ ଫିକ୍ସନ୍ ହଉ ଯାହା ଉପରେ ବନେଇବେ ସେଟା ଗୋଟେ ଆପଣ କାହା ଗୋଟେ ପ୍ରୋଟାଗନିଷ୍ଟ ଗୋଟେ ରଖିଥିବେ, ଯାହା ଉପରେ ବନେଇଥିବେ, ସେ କାହାକୁ ଶିଖଉଥିବେ। ତା ଭିତରେ ଏମିତି ହେଲା, ମୁଁ ଯାହାକୁ ନେଇକି ସୁଟିଂ କରୁଥିଲି, ଯେଉଁମାନେ ଶିଖୁଥିଲେ
से गोटे लव स्टोरी तैयारी है से पिलाटा पलैगला मत अपेक्षा करने पड़ा से पिलाटा अपेक्षा करी कि सी आसिले पुणी शूटिंग करी जहाँ भी हो मत लगुच जर्नीटा सब बेले बहुत कष्टदायक था कारण 20 वर्ष 18 वर्ष से जोश रे रखिकी आपण शूटिंग करवा से जोश सहित केतबेले मन मरी जाए करी न करी कौन करी केतबेले बोर जो तार माने से बुढ़ी हो द्वारा तार जीवा आसवा भल मंद ताकू नहीं कैप्चर करवा डेफिनेटली गोटे बड़ बड़ कठिन समस्या थिला बट मु बहुत खुशी कि एटलिस्ट 18 वर्ष समय भितर मु पूरा मोर जर्नी सहित तांकर जर्नीटा को देखिली एंड कल्चरल चेंजटा को देखी पारली पूरा किमिति पूरा आमर समय सहित गाँ माटी सब गुड़ाक चेंज हो जाए काली सकाळे पूरा माने एते ग्रीनरी गाँ रे थिला आज देखिए पूरा बण जंगल हो गला किछि केही आउ चाष करूना किछि करूना ये चेंज गुड़ाक पूरा टाइम सहित आम मॉडर्नाइजेशन हिसाब से जाऊँ कि मॉडर्नाइजेशन को हिसाब से जाऊँ आम मॉडर्नाइजेशन टा पॉजिटिव रे जाऊँ या नेगेटिव रे जाऊँ पॉजिटिव रे न जाइकी जदि नेगेटिव रे आम कला संस्कृति को आम जति दाऊ रे लगेकी ताकू आम सैक्रिफाइस करिक जदि आम गोटे मॉडर्नाइज होगा जाऊँ ताहले डेफिनेटली एटा गोटे करेक्ट शुभ माने कामना नुह कि एटा गोटे शुभ कामना नुह टोटली मो बो मोर गाँव हूँ गोटे जिनस आमर प्रति माने गाँव गोटे अनसंग हिरो था मो बो मो गाँटा मु खाली रिप्रेजेंट करोची मो बो आपणक बो आपणक गाँ तांको बो तांको गाँ दुनिया रे जे भी देखुथिबो तांको माँ तांको गाँ आमे छुआटी बेले जन्म होइचंती बढ़िचंती आमे निज मार जो जेतिकी सहिष्णुता अच्छी बहुत सारी जिनस अच्छी से माने किछि न भाविकी किछि तांको पाए न चिंता करिकी दुनिया रे समस्त को सब जिनस देइचंती से माने होचंती अनसंग हिरो गाँटा किमिति इवॉल्व होची चेंज होची पूरा जिनसटा मो बहु मो गाँ रो ये होची एटा कि गोटे अनसंग हिरो गोटे गाँ जो गाँव पानी पवन आम बड़ होती से पानी पवनटा किमिति चेंज होची दुनिया सहित समय सहित से समय समय सहित जो कला संस्कृति थिला जो चेंज होची से चेंजटा आमर माने आमे शुभ हिसाब रे भल हिसाब रे एटा चेंज होची ना खराब हिसाब रे चेंज होची आमे जदि सैक्रिफाइस करचंती कला संस्कृति को सैक्रिफाइस करिक जदि आमे दुनिया को टेक्नोलॉजिकली एडवांस करचंती आगु करचन मते लागुची से सेटा प्रोग्रेशनटा करेक्ट मते लागुची हमकु सांग नहीं कि चलिया पई पड़िबो कला संस्कृति को नहीं कि टेक्नोलॉजिकली एडवांस हमकु हबार अछि देखो एटा तो नेशनल अवार्ड जोटा होय सेटा आपण कंपटीशन रे पठांती कंपटीशन भितर से माने देखंती गोटे फिल्म रो तार केते गोटे जड़ित अच्छी गाँ रो माटी खुशबू की आपण जोटा नैरेटिव बनैचंती सेटा केते दिल छूची कारण आज जो आमर गवर्नमेंट अच्छी कि आम दुनिया जो चली से डेफिनेटली चाहूँगी कि आमर कल्चर ट्रेडिशन को केमिति आम नेशनल इंटरनेशनली आम एटा को माने लोक पहुँचे पार मत लगुच कौटना कौटी एटार संस्कृति कला संस्कृतिटा बहुत स्ट्रंग अच्छी जहाँ को से माने सिलेक्ट करते राष्ट्रपति पाखे पुरस्कार लगा निश्चित गर्वर विषय निश्चित आम ओडिशार फिल्म ओडिया माटीर फिल्म ओडिशार राष्ट्रपति पाखे ना कौन अनुभव यहाँ तो मुझे कहली गोटे बड़ बड़ अनुभूति कारण मु डेफिनेटली गोटे सब भगवान को गोटे पूजा करूँ कि केमिति मु किछि गोटे बनाए जो गोटे आमर जो राष्ट्रपति अच्छा मत मिलूँ गोटे यहाँ गोटे गोटे प्राउड मोमेंट गोटे बड़ बड़ जिनस आप देखिए मुझे जाइली राष्ट्रपति पाखु मु कहली कहीं आम निज हिसाब से आम निज कस्ट्यूम को माने पिंधिक जीवन तेणुक मो स्त्री डिसाइड कलु आम संबलपुरी पिंधिक जीव बोली आम संबलपुरी स्टिच कलु से संबलपुरी शाढ़ी किनले आम जाइए से निज कला संस्कृतिर जिनसटा को लेकिन सेठी आम रिसीव कलु स्पेशल मूड देखो सी तो होती आम निजर जदिव सी आम ओडिशार किंतु सी समस्त जड़े तेणुक से राष्ट्रपति आम भारत राष्ट्रपति तेणुक मु जहाँ शाहरुख खान नेला बेले भी से देखिए से गोटे जिनिस से आमको कंग्रेचुलेट करती बास से नियंती गोटे स्माइल करती एंड गोटे बेस्ट विशेष कहती कथा ये फिल्मटा मुझे चेष्टा करुँच लोकलोचन को आसब केमी अधिक लोक देखिपारे से चली मत लगुच बहुत जल्दी आस
ମୁଁ ହେଉଛି ସୁଭାଷ ସାହୁ, ସାଉଣ୍ଡ ଡିଜାଇନର। ଏଇଟା ମୋତେ ପ୍ରଥମ ଥର ଜାତୀୟ ପୁରସ୍କାର ମିଳିଛି, ରାଷ୍ଟ୍ରୀୟ ପୁରସ୍କାର ମିଳିଛି ପ୍ରେସିଡେଣ୍ଟଙ୍କ ଠାରୁ। ଆଣ୍ଡ ମୁଁ କିନ୍ତୁ ଜଣେ ସାଉଣ୍ଡ ଡିଜାଇନର, ଯେଉଁଥିପାଇଁ ମୁଁ ଅଧିକ ପ୍ରସିଦ୍ଧ 200 ଫିଲ୍ମର ସାଉଣ୍ଡ ଡିଜାଇନ କରିଛି ଆଉ ବମ୍ବେରେ। ନିଜକୁ ଗୌରବ ମନେ କରୁଛି ଏଥିପାଇଁ ଆମ ଗାଁର ଯେ ସୁଭାଷ ବାବୁ ସେ ଗୋଟେ ପଲ୍ଲୀରେ ଜନ୍ମ ହେଇଥିଲେ। ଆମ ଏରିଆ ଆଜ୍ଞା ଆପଣ ଜାଣିନାହାନ୍ତି, ଆମ ଏରିଆ ତ୍ରିକୋଣ ଭୂମି କହିଲେ ଭୁଲ ହେବନି, କାରଣ ଆମର ବ୍ରାହ୍ମଣୀ, ସରସ୍ୱତ ଆଉ ଗୋଟେ କାଣୀ ନଦୀ, ତିନିଟି ନଦୀର ସମ୍ମିଶ୍ରଣ ଆମ ଏରିଆଟି। ଆମେ ବାତ୍ୟା ବନ୍ୟା ଆମର ହେଉଛି ଚିରସାଥୀ। କିନ୍ତୁ ସେ ଏରିଆରୁ ସୁଭାଷ ବାବୁ ଭଳିଆ ଜଣେ ବ୍ୟକ୍ତିତ୍ୱ ଯେ ଏତେ ଉଚ୍ଚକୁ ଯାଇଛନ୍ତି, ବମ୍ବେ ସହରରେ ରହୁଛନ୍ତି, କିନ୍ତୁ ସେ ଯେଉଁ ପଲ୍ଲୀକି ଭଲ ପାଇବାଟା, ଯେଉଁ ଗାଁ ମାଟିକି ଭଲ ପାଇବାଟା, ତାଙ୍କର ଆଜି ନମୁନା ଆମର ମୋ ବୋଉ ମୋ ଗାଁ ଯେଉଁ ଆୱାର୍ଡ଼ ପାଇଛି ଆମ ରାଷ୍ଟ୍ରପତି, ସେଥିପାଇଁ ଆମ ଏରିଆ ଗୋଟେ ଗର୍ବିତ। ଆମେ ନିଜକୁ ଧନ୍ୟ ମନେ କରୁଛୁ ଆଉ ଜଗନ୍ନାଥଙ୍କ କୃପା ଆଶା ପ୍ରାର୍ଥନା କରୁଛି ସୁଭାଷ ବାବୁଙ୍କର ଏଇ ଚାପର ମନୋଭାବ, ତାଙ୍କର ଯେଉଁ ଗାଁ ପ୍ରତି ଯେଉଁ ଭଲ ପାଇବା, ମାତୃଭୂମିକୁ ଯେଉଁ ଭଲ ପାଇବା, ତାଙ୍କୁ ସବୁଦିନ ଏମିତି ଆହୁରି ଉଚ୍ଚକୁ ନେଉ। ଆମେ ଯାହାଦ୍ୱାରା ଆମ ଏରିଆ କ'ଣ ସାରା ଓଡ଼ିଶା ଆଜି ଗର୍ବ ମନେ କରୁଛି। କାରଣ ଆଜି ଲୋକମାନେ ଗୋଟେ ଚକଚକିଆ ଦୁନିଆକୁ, ନୂତନ ଦୁନିଆ ଭିତରେ ଥାଇ ମଧ୍ୟ ଗାଁ ପୁରପଲ୍ଲୀ ଭୁଲି ଯାଉଛନ୍ତି। କିନ୍ତୁ ସୁଭାଷ ବାବୁ ଭଳିଆ ବ୍ୟକ୍ତିତ୍ୱ ଏତେ ଉଚ୍ଚକୁ ଯାଇଥିଲେ ମଧ୍ୟ ସେ ଯେଉଁ ମାଟିରୁ ଜନ୍ମ ନେଇଥିଲେ, ଯେଉଁ ମା ତାଙ୍କୁ ଜନ୍ମ ଦେଇଥିଲେ, ସେ ମା ଆଉ ମାଟିକି ଯେଉଁ ଭଲ ପାଇ ତାଙ୍କର ଯେଉଁ ଅବରତ, ତାଙ୍କର ଯେଉଁ କାର୍ଯ୍ୟରତକୁ ମୁଁ ତାଙ୍କୁ ସାଲ୍ୟୁଟ୍ କରୁଛି ଗାଁ ଏରିଆ ଦୃଷ୍ଟିରୁ। ଆଉ ଆଶା ରଖିବି ଜଗନ୍ନାଥ ତାଙ୍କୁ ଏଇ ଟାଇପ୍ର ଭାବନାଟା ସବୁଦିନ ରଖନ୍ତୁ, ଆଉ ଯାହାଫଳରେ ସେ ସବୁଦିନ ଓଡ଼ିଶା କ'ଣ ସାରା ଭାରତବର୍ଷ ମଧ୍ୟ ଗୌରବ ଅର୍ଜନ କରୁ। ମାନେ ଗୋଟେ କଥା ହେଉଛି, ଦେଖନ୍ତୁ ଯେ ମୁଁ ଗୋଟେ କଥା କହିଲି ଯେ ଆମେ ଏତେ ବର୍ତ୍ତମାନ ଆଧୁନିକ ଯୁଗରେ ପାଦ ଦେଇଛନ୍ତି, କିନ୍ତୁ ଯେଉଁ ଆମର ଯେଉଁ ଗାଁର ଯେଉଁ ବହୁତ କଥା ଅଛି ଯେ ଆଜି ବି ତାକୁ ମନେ ପକାଇଲେ ଆମ ମନରେ, ଆମ ଦେହରେ ଗୋଟେ ଶିହରଣ ସୃଷ୍ଟି ହୁଏ। ସେ ଯେଉଁ ମାଆର ଯେଉଁ ଗାଁ ଗଡ଼ା ପୋଡ଼ପିଠା ହଉ, ମଣ୍ଡା ପିଠା ହଉ, ଆଉ ବାଡ଼ିର ଯେଉଁ କାନ୍ଥରେ ଚାଳ ଘରେ ମାଡ଼ିଥିବା ଯେଉଁ ବାଡ଼ି ପୋଇ ହଉ, ସେ ଯେଉଁ ସମ୍ମିଶ୍ରଣ, ଯେଉଁ ସକାଳୁ ଉଠିଲେ ଯେଉଁ କାଉରା ବିବା, ଆଉ ମା ମାନଙ୍କର ଯେଉଁ ଆମର ବୃଦ୍ଧାମାନଙ୍କର ଯେଉଁ ଅନୁଭୂତି, ଯେଉଁ ଗାଁ ବିଲକୁ ଯେଉଁ ହଳ କାନ୍ଧ ପକାଇ ଯାଉଥିବା ଯେଉଁ ଦୃଶ୍ୟ, ଯେଉଁ କୃଷକ ମାଟି ଯେଉଁ ସକାଳୁ ଉଠି ସକାଳୁ ଯେଉଁ ଗୀତ ଗାଇ ଯାଉଥିବା ସେ ଯେଉଁ ଦୃଶ୍ୟ, ଏଇସବୁ କଥା ଯେଉଁ ସୁଟିଂରେ ଯେଉଁ ସ୍ଥାନ ପାଇଛି, ସେ ଅତି ମନୋରମ କଥା, ତାକୁ ଭୁଲି ହେବନି। ଆଉ ସେ ଅତି ଉଚ୍ଚ କୋଟିର ମଧ୍ୟ। ଯେତେ ଆମେ ଉଚ୍ଚକୁ ଯାଉନା କାହିଁକି ନା ଆମ ଅତୀତ ହିଁ ଅତୀତର ସ୍ମୃତି ଏକ ମହାନୁଭୂତି, ଏବଂ ସେ ସ୍ମୃତିକି ଆଜି ସୁଭାଷ ବାବୁଙ୍କ ଦ୍ୱାରା ପ୍ରତିଫଳିତ ହେଇଛି। ସେଥିପାଇଁ ମୁଁ ଆମକୁ ଧନ୍ୟବାଦ।